ଅକ୍ଷୟ ତୃତୀୟାରେ ଏହି ସମୟରେ ଜଳାନ୍ତୁ ଦୀପ। ମହାଲକ୍ଷ୍ମୀ କରିବେ ଆଶୀର୍ବାଦ, ହେବ ଧନ ବର୍ଷା। ନମସ୍କାର ଦର୍ଶକ ବନ୍ଧୁ ଏବଂ ଶ୍ରୋତା ବନ୍ଧୁ, ମୁଁ ସୁନିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ ସଂସ୍କୃତି ଏବଂ ପରମ୍ପରାକୁ। ଅକ୍ଷୟ ତୃତୀୟା ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିରେ ପାଳିତ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା ଆରାଧନା କରାଯାଇଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଏଥର ଅକ୍ଷୟ ତୃତୀୟା ବୁଧବାର 30 ଏପ୍ରିଲରେ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ରରେ ଅକ୍ଷୟ ତୃତୀୟାକୁ ଶୁଭ ସମୟ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଏହି ଦିନ ହଳ କରିବା ଶୁଭ ବୋଲି କୁହାଯାଏ। ସେହି କାମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଦୀପ ଜାଳିବା। କୁହାଯାଏ ଯେ ଅକ୍ଷୟ ତୃତୀୟା ଦିନ ଦୀପ ଜାଳିଲେ ଘରୁ ନକାରାତ୍ମକ ଶକ୍ତି ସବୁ ଦୂର ହୋଇଯାଏ। ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟାରେ କେଉଁ ଶୁଭ ସମୟରେ ଦୀପ ଜାଳିବା ଶୁଭ ହେବ। ଅକ୍ଷୟ ତୃତୀୟା ଦିନ ସନ୍ଧ୍ୟା ସମୟରେ ଦୀପ ଜାଳିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏପ୍ରିଲ 30 ତାରିଖରେ ସନ୍ଧ୍ୟା 6:55 ଶୁଭ ସମୟ ଆରମ୍ଭ ହେବ। ଯେତେବେଳେ ଏହି ଶୁଭ ସମୟ ସନ୍ଧ୍ୟା 7:16 ଶେଷ ହେବ। ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ପୂଜା ଏବଂ ଶୁଭ କାର୍ଯ୍ୟ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହି ସମୟକୁ ମଙ୍ଗଳ ବେଳା ମଧ୍ୟ କୁହାଯାଏ। ସୁନା ରୂପା କିଣନ୍ତୁ, କିନ୍ତୁ ଏହି ଜିନିଷ ଗୁଡ଼ିକ ଠାରୁ ଦୂରେଇ ରୁହନ୍ତୁ। ଅକ୍ଷୟ ତୃତୀୟାରେ ସୁନା ରୂପା କିଣିବା ଶୁଭ ବୋଲି ବିବେଚନା କରାଯାଏ, କିନ୍ତୁ ଏହି ଦିନ ଭୁଲରେ ମଧ୍ୟ ପ୍ଲାଷ୍ଟିକ, ଆଲୁମିନିୟମ କିମ୍ବା ଷ୍ଟିଲ ବାସନ କିମ୍ବା ଜିନିଷ କିଣନ୍ତୁ ନାହିଁ। ଏହା ବିଶ୍ୱାସ କରାଯାଏ ଯେ ଏଗୁଡ଼ିକ ରାହୁଙ୍କ ଦ୍ୱାରା ପ୍ରଭାବିତ, ଯାହା ଘରେ ନକାରାତ୍ମକତା ଏବଂ ଦାରିଦ୍ର୍ୟତା ଆଣିପାରେ। ତା ସହିତ କଳା ରଙ୍ଗର କୌଣସି ବି ଜିନିଷ ଯେପରିକି ପୋଷାକପତ୍ର ବା ଅନ୍ୟାନ୍ୟ ସାମଗ୍ରୀ ଜିନିଷ କିଣନ୍ତୁ ନାହିଁ। ଟଙ୍କା ଋଣ ଦେବାରୁ ଦୂରେଇ ରୁହନ୍ତୁ। ଏହି ଦିନରେ କାହାକୁ ଟଙ୍କା ଋଣ ଦେବା ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ଘରର ଦେବୀ ଲକ୍ଷ୍ମୀ ଅନ୍ୟ କାହା ପାଖକୁ ଚାଲିଯାଆନ୍ତି ବୋଲି ବିଶ୍ୱାସ କରାଯାଏ। ସୁନା ହଜିବା ଅଶୁଭ। ଯଦି ଅକ୍ଷୟ ତୃତୀୟା ଦିନ ସୁନା କିମ୍ବା ସୁନା ଅଳଙ୍କାର ହଜିଯାଏ, ତେବେ ଏହାକୁ ଆର୍ଥିକ କ୍ଷତିର ସଂକେତ ବୋଲି କୁହାଯାଏ, ଯାହା ଅଶୁଭ। ଘର ଏବଂ ପୂଜା ସ୍ଥାନକୁ ସଫା ରଖନ୍ତୁ। ଏହି ଦିନ ପୂଜା ସ୍ଥାନ, ସିନ୍ଦୁକ କିମ୍ବା ଟଙ୍କା ରଖିବା ସ୍ଥାନକୁ ମଇଳା ରଖନ୍ତୁ ନାହିଁ। ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖନ୍ତୁ, କାରଣ ନକାରାତ୍ମକ ଶକ୍ତି ଏବଂ ଅଲକ୍ଷ୍ମୀ ମଇଳା ସ୍ଥାନରେ ବାସ କରନ୍ତି। ଭୁଲ କାମରୁ ଦୂରେଇ ରୁହନ୍ତୁ। ଏହି ଦିନ ଚୋରି, ମିଛ, ଜୁଆ ଇତ୍ୟାଦି ପାପପୂର୍ଣ୍ଣ କାମରୁ ବିଶେଷ ଭାବରେ ଦୂରେଇ ରହିବା ଉଚିତ, କାରଣ ଏଗୁଡ଼ିକ ଦ୍ୱାରା କରାଯାଇଥିବା ପାପ ଜୀବନ ସାରା ବ୍ୟକ୍ତିଙ୍କ ସହିତ ରହିଥାଏ। ମାଂସାହାରୀ ଖାଦ୍ୟ ଖାଆନ୍ତୁ ନାହିଁ। ଅକ୍ଷୟ ତୃତୀୟା ଦିନ ମାଂସ, ମଦ୍ୟପାନ, ରସୁଣ, ପିଆଜ ଇତ୍ୟାଦି ସେବନ କରନ୍ତୁ ନାହିଁ। ଏହି ଦିନ ପବିତ୍ରତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ଅକ୍ଷୟ ତୃତୀୟା ଦିନ ଶଙ୍ଖ, କଉଡ଼ି, ଶ୍ରୀଯନ୍ତ୍ର, କୁବେର ଯନ୍ତ୍ର, ଭଗବାନ ଗଣେଶ ଏବଂ ଭଗବାନ ବିଷ୍ଣୁଙ୍କୁ କଥା କିମ୍ବା କାମ ଦ୍ୱାରା ଅପମାନିତ କରନ୍ତୁ ନାହିଁ। ଏମାନେ ସମସ୍ତେ ଦେବୀ ଲକ୍ଷ୍ମୀଙ୍କୁ ବହୁତ ପ୍ରିୟ। ତୁଳସୀ ଅର୍ପଣ କରନ୍ତୁ ନାହିଁ। ଅକ୍ଷୟ ତୃତୀୟା ଦିନ ପୂଜା ସମୟରେ ଦେବୀ ଲକ୍ଷ୍ମୀଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ, କାରଣ ଏହା ତାଙ୍କୁ ଅର୍ପଣ କରାଯାଏ ନାହିଁ। ଏହା କରିବା ଅଶୁଭ ହୋଇପାରେ। ତେବେ ଆପଣମାନେ ମଧ୍ୟ ପବିତ୍ର ଅକ୍ଷୟ ତୃତୀୟାର ପାବନ ଅବସରରେ ଭଗବାନ ବିଷ୍ଣୁ
ଏବଂ ମା ଲକ୍ଷ୍ମୀଙ୍କୁ ସନ୍ଧ୍ୟା ସମୟର ଶୁଭ ବା ମଙ୍ଗଳ ବେଳାରେ ଧୂପ ଦୀପ ଗନ୍ଧ ପୁଷ୍ପ ନୈବେଦ୍ୟ ପ୍ରଦାନ କରି ପୂଜା ଅର୍ଚ୍ଚନା କରିସାରିବା ପରେ ଶୁଦ୍ଧ ଦେଶୀ ଗାଈ ଘିଅର ଦୀପଟିଏ ଜଳାଇ ଦିଅନ୍ତୁ। ଭଗବାନ ବିଷ୍ଣୁ ଏବଂ ମହାଲକ୍ଷ୍ମୀଙ୍କ କୃପାରୁ ଏ ବର୍ଷର ଅକ୍ଷୟ ତୃତୀୟା ଦିବସଟି ଆପଣମାନଙ୍କ ପାଇଁ ଶୁଭ ମଙ୍ଗଳମୟ ସାବ୍ୟସ୍ତ ହେଉ।